ଏ ବାଘ ଲାଙ୍ଗୁଡ଼ରେ ହାତ ମାରିଛୁ ମାନେ ତୁ ନିଶ୍ଚୟ ପାନେ ପାଇବୁ। ମୁଁ ତତେ ଜମା ଛାଡ଼ିବିନି। ତୋ ତଣ୍ଟି କଣା କରିକି ରକ୍ତ ଶୋଷିଦେବି ଅନାନି। ମୋ ଉପରେ ଏଇ ଥରୁଟେ ଦୟା କର ଗୋସେଇଁ। ମୋ କଥା ବୁଝ ଗୋସେଇଁ ବୁଝ। ହେଇଟି ନନା କ'ଣ ଚିନ୍ତା କରୁଛ? ମୁଁ ସାରା ଜୀବନ ତୁମର ଗୋଲାମ ହେଇକି ରହିବି। ପ୍ରଭୁ, ମୋର ଏଇ ଜନ୍ମ ଆଉ ପୂର୍ବ ଜନ୍ମର କର୍ମକୁ ଭଲସେ ଯୋଡ଼ିବ ଆଉ ମୋତେ ନିହାତି ସ୍ୱର୍ଗକୁ ପଠେଇ ଦେବ ପ୍ରଭୁ। ବଞ୍ଚାଅ ବଞ୍ଚାଅ, କିଏ କେଉଁଠି ଅଛ? ମୋତେ ବଞ୍ଚାଅ। ଓଃ, ଲାଗୁଛି ଆଜି ଶିକାରୀର ଜନ୍ତାରେ ମୋ ପ୍ରାଣବାୟୁଟା ଗଲା। ହେ ପ୍ରଭୁ, ମୋର ଏଇ ଜନ୍ମ ଆଉ ପୂର୍ବ ଜନ୍ମର କର୍ମକୁ ଭଲସେ ଯୋଡ଼ିବ ଆଉ ମୋତେ ନିହାତି ସ୍ୱର୍ଗକୁ ପଠେଇ ଦେବ ପ୍ରଭୁ। ନିହାତି ସ୍ୱର୍ଗକୁ ପଠେଇ ଦିଅ। ହେ ପ୍ରଭୁ, କେବେ ଦେବୁ? ଏମିତି ଭିକ ମଗେଇ ମଗେଇ ଲାଗୁଛି ଆହୁରି ଗରିବ ହେଇଯିବି। କେବେ ତ ହେଲେ ଟିକେ ଦୟା କର ମୋ ଉପରେ। କ'ଣ କରିଛି କହିଲେ ଭିକ ମାଗି ମାଗି? 2 ମହଲା ଘର ଖଣ୍ଡେ ଖାଲି କରିଛି। ଆଉ ଟିକେ ଦୟା କରନ୍ତୁ, ତା ଉପରେ ଆଉ ଖଣ୍ଡେ ଘର କରନ୍ତି। କ'ଣ ଏତିକି ଦୟା କର? ଓହୋ, ଠିକ୍ ଅଛି, ଯାହା ତୋର ଇଚ୍ଛା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପ୍ରଭୁ, ଏମିତି ଦିନ କଟିଯାଉ ପ୍ରଭୁ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ଆରେ ହେଇ, କାହାର ଗୋଟେ କଥା ହେବାର ଶୁଭାଗଲାଣି। କିଏ ଆସୁଛି ନା କ'ଣ? ତାକୁ କଳେ ବଳେ କୌଶଳେ ଫସେଇବି, ଯେମିତି ସେ ଏ ଜନ୍ତାରୁ ମୋତେ ଉଦ୍ଧାର କରିବ। କିଏ ଆସୁଛି ଖାଲି ସେଇଟା ଦେଖେ। ହେ ପ୍ରଭୁ, ରକ୍ଷା କର। ଗୋସେଇଁ ଗୋସେଇଁ ଲୋ, ଏଇଠୁ ମାଇଲି, ମନରେ ଖରାପ ଭାବିବୁନି ଲୋ ଗୋସେଇଁ। ପାଖକୁ ଯାଇକି ମାରିପାରୁନି ବୁଝିଲୁ। ଆଜି ଯଦି ତୁ ଚାହିଁବୁ ସେଇଟା ବି ପୂରଣ ହେବ। ଗୋସେଇଁ, ମୋତେ ରକ୍ଷା କର ଗୋସେଇଁ, ରକ୍ଷା କର। ବୁଝିଲୁ ବାଘ ମାମୁଁ, ତୁ ବାୟା ହେଲୁ ନା କ'ଣ? ଆଉ ତୁ ତ ପିଞ୍ଜରା ଭିତରୁ ବାହାରକୁ ବାହାରି ପାରିବୁନି, ମୋତେ କ'ଣ ମାରିବୁ କହୁଛୁ? ହାଁ, ଆଉ ତୋର ମୁଣ୍ଡ ଠିକ୍ ନାହିଁ ବୋଧେ ନା କ'ଣ? ଯା ଯା ଯା, କାହାକୁ ଆଉ କହିବୁ? ନିଜର ମୁଣ୍ଡ ଠିକ୍ ନାହିଁ, ଡାକ୍ତରକୁ ଟିକେ ଦେଖେଇ ଦେବୁ। ଯା, ବୈଦ୍ୟ ପାଖରେ ଦେଖେଇଲେ ଔଷଧ ଟିକେ ଖାଇବୁ, ଯଦି ତୋ ମୁଣ୍ଡ ଠିକ୍ ହେବ। ବୁଝିଲୁ? କହିଲା କ'ଣ ନା ମୋତେ ମାରିକି ଖାଇବ। ହାଁ, କହୁଛି ନା। ସେଇ ମୁଁ ମୁଣ୍ଡିଆ ମାରିବା କଥା କହୁଛି ମ। ତୁମେ ଆଉ କ'ଣ ଭାବିଲ କି? ତୁମେ ମୋତେ ଜନ୍ତାରୁ ବାହାର କରିଦିଅ, ମୁଁ ତୁମର କିଛି ବି କ୍ଷତି କରିବିନି ବୁଝିଲ। ସାରା ଜୀବନ ମୁଁ ତୁମର ଗୋଲାମ ହେଇକି ରହିବି। ମୋ ଉପରେ ଏଇ ଥରୁଟେ ଦୟା କର ଗୋସେଇଁ। ମୋ କଥା ବୁଝ ଗୋସେଇଁ, ବୁଝ। ଲାଗୁଛି ଏ ବାଘ ଏତେ କାକୁତି ମିନତି କହୁଛି ମାନେ ନିଶ୍ଚିତ ଭାବରେ ସେ ମୋ ଗୋଲାମ ହେଇକି ରହିବ। ତାହେଲେ ତ ବହୁତ ଭଲ ହେବ। ଆଉ ଭଗବାନଙ୍କୁ ମୁଁ ଡାକୁଥିଲି କେମିତି ଗୋଟେ ସୁଯୋଗ ଦେଲେ ଆଉ ଗୋଟେ ମହଲା ଘରଟେ କରନ୍ତି। ବାଘ ଯଦି ମୋ ପାଖରେ ରହିବ, ଲୋକଙ୍କୁ ଡରେଇକି ମୁଁ ବହୁତ ଧନ ସମ୍ପତ୍ତି ଲୁଟି ଆଣିବି। ଆଉ ଗୋଟେ ମହଲା ତ ଆରାମରେ ବନେଇ ପାରିବି। ହଁ ହଁ, ଏଇଟା ଠିକ୍ ହେବ। ମୁଁ ତାକୁ ଖୋଲିଦିଏ। ହେଇଟି ନନା, କ'ଣ ଚିନ୍ତା କରୁଛ? ମୁଁ ସାରା ଜୀବନ ତୁମର ଗୋଲାମ ହେଇକି ରହିବି, ତମ ସେବା କରିବି ବୁଝିଲ। ଆଜିଠୁ ତମର ସମସ୍ତ ଚିନ୍ତା ମୋର ହେଲା। ତୁମର ଗାଈ ଚରାଇବାଠୁ ଧରିକି ଲୁଗା ସଫା ପର୍ଯ୍ୟନ୍ତ ସବୁ କାମ ମୁଁ କରିବି ବୁଝିଲ। ଦେଖ ବାଘ ମାମୁଁ, ମୁଁ ତୋ ଉପରେ ବିଶ୍ୱାସ ରଖିକି ଏକ ବାଟ ଖୋଲୁଛି। ଆଉ ଯେମିତି ପରେ ମୋ ବିଶ୍ୱାସରେ ବିଶ୍ୱାସଘାତକତା ନ କରୁ। ଆଉ ତୋର କଥା ଯେମିତି ବଦଳେଇ ନ ଦେଉ। ଯଦି ବଦଳେଇଲୁ ତାହେଲେ ଜାଣିଛୁ ମୁଁ ହେଲି ବ୍ରାହ୍ମଣ ଛୁଆ। ଏମିତି ଅଭିଶାପ ଦେବି ଯେ ଆଗ ପଟେ ନେଇକି ପଛପଟେ ଆଉ ବାହାରିବନି। ଭିତରେ ତୋର ରହିଯିବ ବୁଝିଲୁ। ଜୀବନ ସାରା ଅଖାଦ ହେଉଥିବୁ, ଗୁଣ ଗାଉଥିବୁ, ମନେ ପକାଉଥିବୁ। ବୁଝିଲୁ,
ନନା ତୁ ଆଜି ଗଲୁ, ବହୁତ ସମୟ ହେଲା ଜନ୍ତା ଭିତରେ ମୁଁ ଥିଲି, ବହୁତ ଭୋକ ଲାଗୁଛି, ଆଜି ତତେ ମାରିକି ଖାଇବି, ତାହେଲେ ଯାଇ ମୋ ଭୋକ ଥମିବ, ମେଣ୍ଟିବ, ବୁଝିଲୁ? ତତେ ଖାଇସାରିବା ପରେ ତୁ ରହିବୁ ନା ତୋ ଅଭିଶାପ ରହିବ। କ'ଣ କହିଲୁ ବାଘ ମାମୁଁ? ତୁ ମୋତେ ଖାଇବୁ? ଆଉ ତୁ ଦେଇଥିବା କଥା ଏତେ ଜଲ୍ଦି ଭୁଲିଗଲୁ? ଲାଗୁଛି ମୋତେ ମୋର ଜୀବନ ବଞ୍ଚିବାକୁ ପଡ଼ିବ। ଆଉ ଯାଏ ଶୀଘ୍ର ଦୌଡ଼ି ପଳାଏ। ଆଉ ଏଠି ରହି ଲାଭ ନାହିଁ କିଛିରେ। ଯାଏ ରେ ବାପ, ଯାଏ, ଯେତେ ଶୀଘ୍ର ଦୌଡ଼ିବି ସେତେ ବଞ୍ଚିବାଟା ଭଲ ହେବ। ଯା ଲୋ ନନା ଯା, କେତେ ବାଟ ଯିବୁ? ମୁଁ ହେଲି ଏ ଜଙ୍ଗଲର ରାଜା, ତୁ ହଉଛୁ ଗୋଟେ ସାମାନ୍ୟ ମଣିଷ। ତୁ ଯେତେ ଦୌଡ଼ିଲେ ବି ଶେଷରେ ମୋର ଭୋଜନ ହେବୁ, ବୁଝିଲୁ? ଅନାନୀ, ଆଜି ତୋର ଶେଷ ଦିନ, ତୁ କ'ଣ ଚିନ୍ତା କରୁଛୁ କହିଦେ, ଶୀଘ୍ର କହିଦେ। ଏ ପ୍ରଭୁ, ମୋତେ ଆଜି ବଞ୍ଚେଇ ଦିଅ ପ୍ରଭୁ। ଏ ବାଘ ମୋତେ ଆଜି ମାରିକି ଖାଇ ପକେଇବ। ଏ ଭଗବାନ, ବଞ୍ଚା, ଆଉ ଲୋଭ କରିବିନି ପ୍ରଭୁ। ଏଥରଟା ମୋତେ ବଞ୍ଚେଇ ଦେ। ଆଇଲା ପଛରୁ ଦୌଡ଼ିଲା। ଆଜି ତ ମଲି ମୁଁ, ଆଉ ପ୍ରାଣଟା ଏଇଠୁ ଗଲା। ହେ ଭଗବାନ, ବଞ୍ଚେଇ ଦେ ପ୍ରଭୁ, ବଞ୍ଚେଇ ଦେ। ଗଲି। ନନା, ବାଘ ମାମୁଁ ସାଥିରେ ଦୌଡ଼ ପ୍ରତିଯୋଗିତା ଚାଲିଛି ନା କ'ଣ ମ? ମୋତେ ବି ସୁଯୋଗ ଦିଅ, ଦେଖିବ ମୁଁ ହିଁ ଫାଷ୍ଟ ହେବି, ବୁଝିଲ? ଆଚ୍ଛା, ପୁରସ୍କାରଟା କ'ଣ ଅଛି କହିଲ? ନାଇଁ ଲୋ ବିଲୁଆ ନନା, ଦୌଡ଼ ପ୍ରତିଯୋଗିତା ନୁହଁ। ଏ ବାଘ ମୋତେ ମାରିକି ଖାଇବା ପାଇଁ ଆସିଛି ପଛରେ, ବୁଝିଲୁ? ଶିକାରୀ ଫାଶରେ ପଡ଼ିଥିଲା, ତାକୁ ମୁଁ ବଞ୍ଚେଇଲି, ତା ପ୍ରତି ବଦଳରେ ସେ ମୋତେ ଖାଇବା ପାଇଁ ଦୌଡ଼ଉଛି, ବୁଝିଲୁ? ଏ ଘୋର କଳିକାଳ ହେଲା ନନା, ଘୋର କଳିକାଳ ହେଇଗଲା। ମୋତେ ବଞ୍ଚେଇ ଦେ, ତୁ କିଛି ଗୋଟେ ଉପାୟ କର। କ'ଣ କହିଲୁ? ନନା, ତୁ ବାଘ ମାମୁଁକୁ ଜନ୍ତାରୁ ବାହାର କଲୁ, ଆଉ ସେ ତୋତେ ମାରିକି ଖାଇବା ପାଇଁ ତୋ ପଛରେ ଦୌଡ଼େଇଛି? ଏଇଟା ତ ବହୁତ ଅନ୍ୟାୟ କଥା। ବାଘ ମାମୁଁ, ଚାଲିଲୁ ଦେଖେଇବୁ ତୁ ଜନ୍ତା ଭିତରେ କେମିତି ଥିଲୁ, ଆଉ ତୋତେ ନନା କେମିତି ବଞ୍ଚେଇଲା ମୁଁ ଟିକେ ଦେଖିବି, ତାପରେ ଯାଇ ବିଚାର କରିବି। ତୁ ଠିକ୍ କହିଲୁ ବିଲୁଆ ନନା, ତୁ ଯାହା ବିଚାର କରିବୁ ସେଇଟା ଠିକ୍ କଥା। ଆଉ ମୁଁ ଦୌଡ଼ି ପାରିବିନି। ଏ ଦୌଡ଼ିକା ତ ଅଧା ପ୍ରାଣ ବାୟୁ ଚାଲିଗଲାଣି। ଓ ପ୍ରଭୁ, ଏଥର ଯାହା ହେବ ଦେଖାଯିବ। ମରିବାର ଥିଲେ ମରିବି, ବଞ୍ଚିବାର ଥିଲେ ବଞ୍ଚିବି। ଚାଲ ଏଥର ଯିବା। ହଉ ବାଘ ମାମୁଁ, ଗଲୁ ଟିକେ ଜଲ୍ଦି କାମ ସାରେ। କ'ଣ କେମିତି ତୁ ଜନ୍ତାରେ ଥିଲୁ, ଆଉ ଏ ନନା ତୋତେ କେମିତି ବଞ୍ଚେଇଲା ଦେଖିବା। ମୋ ପାଖରେ ସମୟ ନାହିଁ, ତୁମ ବିଚାର କରି ସାରିଲେ ସେପଟରେ ପୁଣି ମୋର ବହୁତ କାମ, ବୁଝିଲୁ? ଚାଲ। ଅନାନୀ, ତୁ ଜମା ଭଲ କଲୁନି। ଏ ବାଘ ଲାଙ୍ଗୁଡ଼ରେ ହାତ ମାରିଛୁ ମାନେ ତୁ ନିଶ୍ଚୟ ପାନେ ପାଇବୁ। ମୁଁ ତତେ ଜମା ଛାଡ଼ିବିନି, ତୋ ତଣ୍ଟି କଣା କରିକି ରକ୍ତ ଶୋଷିଦେବି। ଅନାନୀ।